ହ୍ୟାଲୋ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ଏବେ ଏବେ ମୁଁ ବାହାରି ପଡ଼ିଲି କ୍ଲାସ୍ ପାଇଁ। ତ ଗଲାବେଳେ ପ୍ରାର୍ଥନା ଆରମ୍ଭ ହେଇ ସାରିଥିଲାଣି। ତ ପ୍ରାର୍ଥନା ଚାଲିଥାଏ, ତାପରେ ମୁଁ ପହଞ୍ଚିଗଲି। ତ କରିସାରିଲା ପରେ କ୍ଲାସ୍ ହେଲା। ତ ପ୍ରଥମ ତ ତାଙ୍କୁ ମୁଁ ପଢ଼େଇ ଦେଲି। ପଢ଼େଇ ସାରିଲା ପରେ ତାଙ୍କୁ ଟାସ୍କ ଦେଲି କିଛି ଶିଖିବା ପାଇଁ। ତ ସେମାନେ ନିଜେ ନିଜେ ତାଙ୍କର ଶିଖିଲେ। ଶିଖି ସାରିଲା ପରେ ଜଣକା ଆସିଲେ, ତାଙ୍କୁ ମୁଁ ପଚାରି ସାରିକି ତାପରେ ଛୁଟି ହେଇଗଲା। ଛୁଟି ସାରିଲା ପରେ ମୁଁ ବାହାରକୁ ଆସି ଦେଖୁଛି ଯେ ବର୍ଷା ଲାଗି ରହିଛି। ଯେମିତି ଛୁଟି ହେଇଛି ବର୍ଷା ଆରମ୍ଭ ହେଇଯାଏ। ପୁରା ଆଜି ସକାଳୁ ବର୍ଷା ଲାଗି ରହିଛି। ବହୁତ ଜୋର ମାନେ ବର୍ଷା ହେଉଛି, କହିଲେ ପ୍ରବଳ ବର୍ଷା ହେଉଛି। ସକାଳୁ ଲାଗି ପଡ଼ିଛି। ତ ଆମର ଏଇ ଡ୍ରମ୍ରେ ଦେଖିପାରୁଥିବେ, ସେ ଡ୍ରମ୍ଟା ଯାକ ପୁରା ପ୍ୟାକ୍ ହେଇଯାଇଛି। ଏମିତି ବର୍ଷା ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିଲା। ବର୍ଷା ଯେମିତି ଛାଡ଼ିଲା ଆଉ ଥରେ କ୍ଲାସ୍ ପାଇଁ ବାହାରି ପଡ଼ିଲୁ। ତ ଆଜି କ'ଣ ପାଇଁ ନା ଛୁଆମାନଙ୍କର ବି ତାଙ୍କର ପ୍ରାକ୍ଟିସ୍ ହେବାର ଥିଲା। ଆସନ୍ତାକାଲି ଗୋଟେ ଦିବସ ଥିଲା, ତ ସେଇଥିପାଇଁ ତାଙ୍କୁ ଭାଷଣ ପ୍ରାକ୍ଟିସ୍ କରିବାର ଥିଲା। ତ ଦେଖିବା କ'ଣ କରୁଛନ୍ତି ଛୁଆ ଗୁଡ଼ାକ। ତବେ ତାଙ୍କର ପାଖକୁ ପହଞ୍ଚିଗଲି। ଏଇଠି ଅଧେ ବସିଛନ୍ତି। ତାପରେ ଆଗକୁ ପୁଣି ଯିବା, ତ ଏଇ ରୁମ୍ରେ ଅଧେ ବସିଛନ୍ତି। ଏ ପାଖରେ କେତେ ଜଣ ବସିଛନ୍ତି, ପୁଣି ଏଇ ରୁମ୍ରେ ଦେଖିବା ତ ଏଇଗୁଡ଼ାକ ବସିଛନ୍ତି। ତାପରେ ଏଇପଟେ ଗୋଟେ ସାଇଡ୍ ରୁମ୍ ଅଛି, ତ ଏଇଠି ମଧ୍ୟ ବସିଛନ୍ତି। ତ ଏମିତି କିଛି ସବୁ ରୁମ୍ରେ ବସିକି ପଢ଼ୁଥିଲେ। ତାପରେ ଗୋଟେ ମୁଁ ଉପାୟ ବାହାର କଲି ଯେ ଯେତେ ବି ସବୁ ଭାଷଣ ଦେଉଛନ୍ତି ପିଲା ଗୁଡ଼ାକ, ସେମାନେ ଗୋଟେ ରୁମ୍ରେ ହେଉଛି ଏକାଠି ହେଇଗଲେ। ଏକାଠି ହେଇସାରିଲା ପରେ ମୁଁ ତାଙ୍କୁ କହିଲି ଯେ ତମେ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ସବୁଗୁଡ଼ାକ ଏକାଠି ବସିଛ। ସଦାବେଳେ ନିଜେ ଭାବ ଯେ ତମେ ତାଙ୍କଠୁ କେମିତି ଅଲଗା କରିବ ଦେଖେଇବ। ଯଦି ସିଏ ଭଲ ଭାବରେ କହିପାରୁଛି, ତାହେଲେ ମୁଁ କେମିତି ଭଲ ଭାବରେ କହିପାରିବିନି। ତ ଏଇ ଆଶା ନେଇକି ଅଭ୍ୟାସ କର। ତାପରେ ସେଇଆ କହିକି ସେମାନେ ପଢ଼ାପଢ଼ି କଲେ, ଲାଗି ପଡ଼ିଲେ ପଢ଼ାପଢ଼ିରେ। ଅଭ୍ୟାସ କରିସାରିକି ମୋ ପାଖକୁ ଜଣକା ଆସିଲେ। ତ ସେମାନେ ଭାଷଣ କହିଲେ। ତ ଭଲ କହିଲେ। ତାପରେ ପୁଣି ଆଉ ଜଣେ ନେକ୍ସଟ ପୁଣି ଆସିକି କହିଲା। ତ ସିଏ ମଧ୍ୟ ଭଲ କହିଥିଲା। ତ ଜଣଙ୍କର ହେଉଛି ଭାଷଣ ଦେଲା ବେଳେ କ'ଣ ହୁଏ ନା, ସେମାନେ ଟିକେ ଛାନିଆ ହେଇଯାଆନ୍ତି। ତ ମନେ ରଖିଥାନ୍ତି, କିନ୍ତୁ କହିଲା ବେଳେ ଟିକେ ଛନ୍ଦଳାଇ ହୁଅନ୍ତି। ତ ଏମିତି କିଛି ଛୁଆମାନଙ୍କର ଭିତରେ ଥାଏ। କିନ୍ତୁ ସେମାନେ ସେଇଠି ପଢ଼ିଲା ବେଳକୁ ଠିକ୍ ଠାକ୍ ପଢ଼ନ୍ତି, କିନ୍ତୁ ପାଖକୁ ଆସିଲା ବେଳେ ଟିକେ ଛାନିଆ ହେଇଯାନ୍ତି। ସେଇଥିପାଇଁ ସେମାନେ ଟିକେ କହିପାରନ୍ତି ନାହିଁ। କିନ୍ତୁ ସମସ୍ତେ ଠିକ୍ ଠାକ୍ ସେ ଭାଷଣ ଦେଲେ। ଏଇ ପିଲାର ଦେଖିବ ମଜା ଭାଷଣ। ଆଉ କ'ଣ ପାଇଁ ନା ଗୋଟେ ତାକୁ ଟିକେ ଛନ୍ଦଳାଇବା ଟିକେ ତାର ଦୋଷ ଅଛି। ତ କହିଲା ବେଳେ ସିଏ କ'ଣ କହୁଛି ଦେଖିବେ ଭାଷଣ କେମିତି କହୁଛି। ସବୁପାଳି କାଲି ଏମିତି ଜଣକା ଆସିକି ଭାଷଣ ଦଉଥାନ୍ତି। ତ ଦେଖିବା ଆସନ୍ତାକାଲି ଜଣା ପଡ଼ିବ। ଆଶା ଅଛି ପିଲାମାନେ ଭଲ କହିବେ ବୋଲି, ଭଲ ଭାଷଣ ଦେବେ ବୋଲି। ତ ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ କରିକି ଜଣାନ୍ତୁ ଯେ ଆସନ୍ତାକାଲି ସେମାନେ ଭଲ ଭାଷଣ ଦେଇପାରିବେ ନା ନାହିଁ। ଆଜିର ଭିଡ଼ିଓରେ ଏମିତି କିଛି ଥିଲା। ରହୁଛି, ବାଏ ବାଏ।